মিছ দুনিয়ারে গোটিଏ সত জগନ୍ନାଥ ସେ ମୋ ଜଗନ୍ନାଥ। ଆଉ କୋଉଟା ସତ ମତେ କହିଲେ? ତେଣୁକରି ଆମେ ପାଗଲା ହେଇଯାଇଛୁ ତାଙ୍କ ପାଇଁ। ତୋ ବୋଉ ପରା 6 ମାସ ଥମସନ୍ ସାଙ୍ଗରେ 6 ମାସ ପିଟରସନ୍ ସାଙ୍ଗରେ 6 ମାସ ଆଣ୍ଡରସନ୍ ସାଙ୍ଗରେ ହେଇକି ତମର ସଳ କଣ୍ଟ୍ରାକ୍ଟ ମ୍ୟାରେଜ 5-6 ମାସ ଭିତରେ ତମ ସ୍ୱାମୀ ଘଇତା ଛଡ଼ାଛଡ଼ି ମାଇପ ଛଡ଼ାଛଡ଼ି ତମେ କି କୋଉ ପିଲା କାହାର କୋଉ ଝିଅ କାହାର କାହାର ପୁଅ କାହାର ଝିଅ ତମର ଠିକଣା ନାହିଁ। ତମେ ଝାଡ଼ା ବସିଲେ କାଗଜରେ ପୋଛିବା ଲୋକ। ତମେ ଶୌଚ ସଂସ୍କାର କ'ଣ ଜାଣିଛ? ହିନ୍ଦୁ ହେବା କ'ଣ ସହଜ? ହିନ୍ଦୁ ହେଲା କ୍ଷୀର ଦୁଧ, ଦୁଧରୁ ଛେନା ହବ, ରାବିଡ଼ି ହବ, ରସଗୋଲା ହବ, ଛେନା ଝିଲି ହବ, ଖୁଆପେଡ଼ା ହବ, ସବୁ ହବ। କିନ୍ତୁ ରସଗୋଲା ଆଉ କ୍ଷୀର ହେଇପାରିବନି, ଛେନା ଝିଲି କ୍ଷୀର ହେଇପାରିବନି। ଆଉ ଏଗୁଡ଼ା ଫେରି ପାରିବେନି। ଧର୍ମରୁ ଯିଏ ଥରେ ପଳେଇଲା ହିନ୍ଦୁ ଧର୍ମରୁ ସେ ଧର୍ମ ଛଡ଼ା ହେଇଗଲା। ସେ ଆଉ ଫେରିବା କଷ୍ଟ। এই ওড়িশা ইস্কন দেখুন ভুবনেশ্বরের কে বিস্কুট চেনাচুরু সিঙ্গড়া কচুরি করি আনন্দ বজার লেখিকি বিকুছেন। বারম্বার কহা সত্ত্বে আଣ୍ଟ দেখুছেন আমি নিশ্চয় এমনি করবু। তুমি কোণ করে আমি কিছু করবুনি। মমতা আଣ୍ଟ দেখু নথিলা কি যে কোণ ধাম করছে তুমি কোণ করে লাস্ট মমতা ধ্বংস হলা কি নাই? মহাপ্রভুঙ্কর পরিক্রমা প্রকল্পের হাজার হাজার কোটি টাকা খাইগলে পাণ্ডিয়ান হেরিকা সেতবে। তো সে কোণ হলা তাঙ্কর অবস্থা ইতিহাস হয়ে বর্তমান সে দল সাউটুଛି মমতা তাপরে দলরে কেই নাহান্তি। আজকালি যে গোটে পাইখানা তৈরি করছে নেতা গোটে ফলক মারি দৌঁছেন পাইখানা মু উদ্ঘাটন করেছি। মন্দির তৈরি করଥିବା লোক কହୁଛି ମୋ ନାଁ ରଖନି। ସେ ଜବାବ ଦେଇଥିଲେ ବୋଲି ଆଜି ସୁପ୍ରିମକୋର୍ଟ 2 ଦିନ ଭିତରେ ନିଜ ଛାପ ନିଜେ ଢୋକିଦେଲେ। ନା ମୁଁ ଯିବି କାଳିଆର ଜବାବ ଗୁଣ୍ଡିଚା ରାଣୀଙ୍କ ଘରକୁ ମୁଁ ଯିବି ମାନେ ପ୍ରତିବର୍ଷ ଯିବି। କେହି ରୋକି ପାରିଲେ କି? এটা ଅନୁଭବର କଥା ଆଜ୍ଞା। ଇସ୍କନ ଆସିନି ଏଠି କୌଣସି ଧର୍ମ ପ୍ରଚାର କରିବାକୁ। ଇସ୍କନ ଆସିଛି କେବଳ ଧର୍ମ ନାଁରେ ବିଜନେସ୍ କରିବା ପାଇଁ। କହୁଛି ମୁଁ କୌପିନ ପିନ୍ଧିଲି ହିନ୍ଦୁ ହୋଇଗଲୁ। ଆରେ କୌପିନ ପିନ୍ଧିଲେ ତୁ ଗୋତ୍ର କୋଉଠି ପାଇବୁ? ହେମନ୍ତ ବିଶ୍ୱ ଶର୍ମା ଚାହିଁଲେ 10 ମିନିଟରେ ଆମେ ମାଗଣା ହାତୀ ପାଇବୁ ମୁଖ୍ୟମନ୍ତ୍ରୀ ଏବଂ ସିଏ ମଧ୍ୟ ସବୁ ଶ୍ରେୟ ନିଅନ୍ତୁ। ମୁଁ ଦେଲି ଗୋଟେ ଜଗନ୍ନାଥଙ୍କୁ ଆମେ ବି ଜିନ୍ଦାବାଦ ପକେଇବୁ। ହେମନ୍ତ ଭାଇ ଜଗନ୍ନାଥଙ୍କୁ ହାତୀ ଦେଇଥିବାରୁ ଜିନ୍ଦାବାଦ। ଟ୍ରକରେ ଆସିବ ନା ହାତୀ। ତେଣୁ ଆସାମରୁ ଆସିବ ବେଙ୍ଗଲ ଦେଇକିରି ଓଡ଼ିଶା 3টাକ ବିଜେପି ଶାସନ। ଆପଣ ପ୍ରକୃତରେ ଜଗନ୍ନାଥଙ୍କୁ ଭଲ ପାଆନ୍ତି କି ନ ପାଆନ୍ତି କି ମିଛ କଥା କହନ୍ତି ଏଇଠି ଜଣାପଡ଼ିବ। 80 ମସିହା ପୂର୍ବରୁ ଦେଶ ସେବା କରିବାକୁ କିଛି ଲୋକ ଯାଉଥିଲେ ସ୍ୱାଧୀନତାଠୁ 80 ମସିହା ପର୍ଯ୍ୟନ୍ତ। 80 ମସିହା ପରଠୁ ଯାହାକୁ ଦେଖିବେ କି ଗୋଟେ ନେତା କହିଲେ କି ସେବା କରିବାକୁ ଯାଉଛି। ଏମାନେ ଯେଉଁ କହୁଛନ୍ତି ଆମେ 24 ବର୍ଷରେ ସେ ଯାହା ନ କରିଥିଲେ ଆମେ 2 ବର୍ଷରେ କରିଦେଲୁ। 24 ବର୍ଷରେ ସିଏ ଯାହା ନ ଖାଇଥିଲେ ବି ଆମେ 2 ବର୍ଷରେ ଖାଇଦେଲୁ। ତା ଅର୍ଥ ସେୟା। ସୁଭଦ୍ରା ଯୋଜନାରେ ଦେଇଦେବା ଛଡ଼ା ଆଉ କ'ଣ ସେ ଯୋଜନା 2 ବର୍ଷ ଭିତରେ ଭଲ ଓଡ଼ିଶା ପାଇଁ କରିଛନ୍ତି ଆପଣ ଗୋଟେ 10 ଲାଇନରେ ମୋତେ କହିଲେ? ମିଛ କେସ୍ ପାଣ୍ଡିଆନ କରିଥିଲା ଏମାନେ ବି ଆଗକୁ ଦିନେ କରିବେ ନିଶ୍ଚିତ। ଶାସନ ଉପରୁ କଥା କହିଲେ କାହିଁ କରୁଛୁ ରେ କଥା ତୁ ତ ରାଜନୀତି କରିବୁନି। ମୁଁ କହିଲି ମା 100ଟା କାନ୍ଧ ପାଇବିଲୋ ବୋଉ ମଲା ବେଳକୁ ଦୌଡ଼ିକି ଆସିବେ ଲୋକ ମୋତେ କାନ୍ଧେଇକି ନେବା ପାଇଁ। 4.5 କୋଟି ଓଡ଼ିଆଙ୍କ ପରିଚୟ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସ ମହାପ୍ରଭୁ ଜଗନ୍ନାଥ ଯାହାଙ୍କୁ ନେଇ ଏବେ କରାଯାଉଛି ବ୍ୟବସାୟ। ଅଦିନିଆ ରଥଯାତ୍ରାକୁ ନେଇ ବୋଲ ମାନୁ ନାହିଁ ଅମାନିଆ ଇସ୍କନ। ଆସନ୍ତୁ ଆମ ସହିତ ଏମିତି ଜଣେ ଅତିଥି ଅଛନ୍ତି ଯାହାଙ୍କ ଶିରା ପ୍ରଶିରାରେ ଜଗନ୍ନାଥ। ସକାଳୁ ଉଠିଲେ ଜଗନ୍ନାଥ, ରାତିରେ ଉଠିଲେ ଜଗନ୍ନାଥ। ତାଙ୍କ ଦେହର ପ୍ରତ୍ୟେକଟି ରକ୍ତବିନ୍ଦୁ ଯେଉଁଠି ପଡ଼ିବ ଜଗନ୍ନାଥ ଜଗନ୍ନାଥ ବୋଲି ଚିତ୍କାର କରିବ। ସେ ହେଉଛନ୍ତି କାଳିଆର କୁକୁର ପିକୁ ପଟ୍ଟନାୟକ। ଆଜ୍ଞା ଏବେ ଅଦିନିଆ ରଥଯାତ୍ରା ଗୋଟେ ବଡ଼ ସମସ୍ୟା। ଏତେ ସବୁ ବ୍ୟବସ୍ଥା ହେଉଛି, ରାଜା ଅଛନ୍ତି, ପ୍ରଶାସକ ଅଛନ୍ତି, ଆପଣ ମଧ୍ୟ ଜଗନ୍ନାଥଙ୍କ ପାଇଁ ପୁରା ଲଢ଼େଇ ଜାରି ରଖିଛନ୍ତି। କୁଆଡ଼େ କୁଆଡ଼େ କେଉଁ କେଉଁ ଦେଶ ଯାଇକି ବୁଲିକି ଆସିଲେଣି ଟିକେ ମହାପ୍ରଭୁଙ୍କର ସେବା କରିବେ। ଏଇ ଯେଉଁ ମହାପ୍ରଭୁଙ୍କୁ ନେଇ ବ୍ୟବସାୟ କରାଯାଉଛି ତା ଉପରେ କ'ଣ କହିବେ? ପୁରା ବ୍ୟବସାୟ। କାରଣ ଏଇଟା ଆମେ ଦେଖିଲୁ କେମିତିକା ନା ଆମେ 2-3ଟା ଜାଗାରେ ଏଇଟା ମାର୍କ କଲୁଣି। ଗୋଟେ ହେଲା ଦିଲ୍ଲୀରେ ଦେଖିଲୁ ଚାନ୍ଦିନୀ ଚୌକ ପାଖରେ, ଗୋଟେ ଜଳନ୍ଧରରେ ଦେଖିଲୁ, ମଝିରେ ଗୋଟେ ବାଙ୍ଗାଲୋରରେ ଦେଖିଲୁ। ଯେତେବେଳେ ମହାପ୍ରଭୁ କୋହିନୂର ହୀରା ପାଇଁକା ଆମେ ନେଦରଲ୍ୟାଣ୍ଡ ଯାଇଥିଲୁ ହେଗ୍, ସେଠି ମଧ୍ୟ ନେଦରଲ୍ୟାଣ୍ଡର ରଥଯାତ୍ରା ଦେଖିଲୁ। ସବୁଠି ଗୋଟିଏ ପ୍ରକାର ଦେଖିଲୁ ଯେ ସେଠି ଯେଉଁ ବାବାଜୀମାନେ ବା ଯେଉଁମାନେ ବସିଛନ୍ତି ରଥ ଉପରେ, ଭାରତରେ ହେଲେ ଭାରତୀୟ, ସେଠି ହେଲେ ଯେଉଁ ଗୋରା ବାବାଜୀମାନେ ଚିତା ଚେତନ ଲଗେଇ ବସିଛନ୍ତି ରଥ ଉପରୁ ଗୋଟେ ବଡ଼ ପାଇପ୍ରେ ଏମିତି କାଠିଟେ ଲାଗିଥିବ, ଗୋଟେ ଜାଲି ଲାଗିଥିବ, ଯେଉଁଟା ମାଛ ଆପଣଙ୍କ ଘର ଯେଉଁ ମାଛ ରଖୁଛନ୍ତି କାଚ ଆକ୍ୱାରିୟମ୍ ଭିତରେ ତା ଭିତରୁ ଯେମିତି କାଢ଼ୁଛନ୍ତି ସେ ସେମିତି ଗୋଟେ ଲମ୍ବା କାଠି ଲମ୍ବେଇ ଦେଉଛି, ଲୋକ ପୁଳା ପୁଳା ଟଙ୍କା ଦେଉଛନ୍ତି, ସେ ତାକୁ ନେଇକି ସେ ରଥରେ ପକାଉଛି। ତାମାନେ ପଇସା ରୋଜଗାର କରିବା ପାଇଁ 5 ଥର ରଥଯାତ୍ରା କରୁଛନ୍ତି। ଆମର ଏଠି ବିନମ୍ରତାର ସହିତ କହିବା କଥା ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଡିସେମ୍ବର 25। ମୁଁ ତାଙ୍କୁ ଅଧିକା ଭଲ ପାଉଛି ବୋଲି ଅକ୍ଟୋବର 20ରେ ପାଳନ କରିବି। ଏଇଟା ପ୍ରଚାର ପ୍ରସାର ନା ଏଇଟା ତାଙ୍କ ପ୍ରତି ଅପମାନ? ଇଦ୍ ହେବ ମନେକର ଅକ୍ଟୋବର 20ରେ, ମୁଁ ମନେକର ଅଗଷ୍ଟ 15ରେ ପାଳନ କରିବି ଇଦ୍। ମୁସଲମାନ ଭାଇମାନଙ୍କ ପାଇଁ ଏଇଟା ପ୍ରଚାର ପ୍ରସାର ନା ତାଙ୍କ ପାଇଁ ଅପମାନ? ନାନକଙ୍କ ଜନ୍ମଦିନ ଗୁରୁ ନାନକଙ୍କର ଯେଉଁ ଦିନ ହେଇଥିବ ତାଙ୍କ ଜନ୍ମଦିନ ପାଳନ ନ କରି ତାର 2 ମାସ ପରେ ପାଳନ କରିବି ବା 2 ମାସ ପୂର୍ବରୁ, କ'ଣ ନା ମୁଁ ଅଧିକା ଭଲ ପାଉଛି। ଏଇଟା ପ୍ରଚାର ପ୍ରସାର ନୁହଁ ଆଜ୍ଞା, ଏଇଟା ପୁରା ଅପମାନ। ତେଣୁକରି ନୀତି ପରମ୍ପରା ଯଦି ଆପଣ ସମ୍ମାନ ନ ଦେଇପାରିବେ ତାହେଲେ ଆପଣ ପ୍ରକୃତରେ ଇସ୍କନ ହେଇକରି
ଆପଣ ଜଗନ୍ନାଥଙ୍କୁ ସମ୍ମାନ ଦେବାଟାକୁ ଜଣା ପଡୁନି, ପୁରା ଅପମାନିତ କରୁଛନ୍ତି। ଯେଉଁମାନେ ଅତୀତରେ ରାଜନୀତି କରୁଥିଲେ ଜଗନ୍ନାଥଙ୍କୁ ନେଇକି ସେମାନେ ଧ୍ୱଂସ ହେଇଯାଇଛନ୍ତି। ଯେଉଁମାନେ ମନ୍ଦିର କରୁଥିଲେ, ମମତା ଦିଦି ଧାମ କରିବାକୁ ଗୋଟେ ହାଇଜାକ୍ କରିବାକୁ ଚେଷ୍ଟା କରୁଥିଲେ, ସିଏ ମଧ୍ୟ ସଫା ହେଇଗଲେ। ଇ ଇସ୍କନ କେବେ ସଫା ହବ? ଦେଖନ୍ତୁ, ଆମର କାହାକୁ ସଫା କରିବାର ମନୋବୃତ୍ତି ହିଁ ନାହିଁ। ଆପଣ କୃଷ୍ଣଙ୍କର ଧର୍ମ ପ୍ରଚାର କରୁଛନ୍ତି, ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା କନସିୟସନେସ୍। ଆପଣ ଜଗନ୍ନାଥଙ୍କ ପାଇଁ ରଥଯାତ୍ରା କରିବା ପାଇଁ ଆପଣଙ୍କୁ ଯଦି ଠିକ୍ ଅଛି ପ୍ରଚାର ପ୍ରସାର କରିବାକୁ ଆମେ ସ୍ୱାଗତ କରୁଛୁ, କିନ୍ତୁ ଅପମାନ ନ କରନ୍ତୁ। ଦେଖନ୍ତୁ, ଡିସେମ୍ବର 25ରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ। ସାରା ପୃଥିବୀରେ ସେତେବେଳେ ୟୁରୋପ ଆଉ ଆମେରିକାରେ ଦେଖି ବରଫ ଭର୍ତ୍ତି ହେଇଥିବ। ଶୀତ ଦିନ ଡିସେମ୍ବର 25 ଖାଲି ବରଫ ଭର୍ତ୍ତି ହେଇଥିବ। ଏତେ ବରଫ ଭିତରେ, କଷ୍ଟ ଭିତରେ ଆପଣ ସେଇଦିନ ପାଳନ କରୁଛନ୍ତି ସାରା ବିଶ୍ୱରେ। କିନ୍ତୁ ଜୁନ୍ ଜୁଲାଇରେ ଆମର ହେବ ରଥଯାତ୍ରା, ଯେତେବେଳେ କି ଆମେରିକା ୟୁରୋପରେ ଦେଖିବେ ଆପଣ ଖରାଦିନ। ତ ସେଠି ପାଳନ କରିବାରେ କ'ଣ ଅସୁବିଧା ହେଲା? ମନେକର ଛୁଟି ନାହିଁ, ରବିବାର ନାହିଁ, ଆପଣ ଛୁଟି ପାଉନାହାନ୍ତି, ଠିକ୍ ଅଛି। ଗଜପତି ମହାରାଜ କହିଲେ ଯେଉଁ 9 ଦିନ ରଥଯାତ୍ରା, ତା ଭିତରେ ଆପଣ ଯାତ୍ରା କରିପାରିବେ। ତା ସତ୍ତ୍ୱେ ମଧ୍ୟ ଆପଣ ନ ମାନିକି 5 ଥର ଲେଖେ କରୁଛନ୍ତି। ଏବେ କ'ଣ ଶ୍ରୀମନ୍ଦିର ପ୍ରଶାସନ କହୁଛି ଆମେ ସୁପ୍ରିମକୋର୍ଟ ଯିବୁ, ରାଜ୍ୟ ସରକାର। ସୁପ୍ରିମକୋର୍ଟ ଗଲେ କ'ଣ ହେବ ଆଜ୍ଞା? ଖାଲି ଓଡ଼ିଆକୁ ଭୁଆଁ ବୁଲେଇବା କଥା। ସୁପ୍ରିମକୋର୍ଟର ଆଇନଟାକୁ କ'ଣ ଇଂଲଣ୍ଡ ମାନିବାକୁ ବାଧ୍ୟ? ନା ସୁପ୍ରିମକୋର୍ଟ ଯେଉଁଟାକୁ ଡିସିସନ୍ ଦେବ ସେଟା ଆମେରିକା ମାନିବାକୁ ବାଧ୍ୟ? ତେଣୁ ସୁପ୍ରିମକୋର୍ଟର ଡିସିସନ୍ଟାକୁ ଅନ୍ୟ ଦେଶ ମାନିବେନି, ଦେଶ ଭିତରେ ମାନିବେ ନା। ଆଉ ଦେଶ ଭିତରେ ଆମେ ସାଇଜ୍ କରିଦେବା, ବାହାରେ କେମିତି ହେବ? କେବଳ ପ୍ରଧାନମନ୍ତ୍ରୀ ଯଦି ଚାହିଁବେ, ମୋଦିଜୀ ଚାହିଁଲେ ଏଠି ସବୁ ଦେଶର ରାଷ୍ଟ୍ରଦୂତମାନେ ରହୁଛନ୍ତି, ସବୁ ଦେଶର ଅଫିସ୍ ଏଠି ଅଛି। ଗୋଟେ ଚିଠି ଖାଲି ଯିବ ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ହେଲା ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା, ଆପଣ ଅନ୍ୟ ତିଥିରେ ପାଳନ କଲେ ଆମର ଧାର୍ମିକ ଭାବନାକୁ ଆଘାତ ଲାଗୁଛି, ଏଭଳି ନ କରିବା ପାଇଁ ଅନୁରୋଧ। ଆପଣମାନଙ୍କର ଦେଶର ସରକାରମାନଙ୍କୁ ସେ ଲେଖିବେ, ବିଭିନ୍ନ ଦେଶର ସରକାର ପ୍ରେସିଡେଣ୍ଟ ବା ତାଙ୍କର ପ୍ରାଇମ୍ ମିନିଷ୍ଟରଙ୍କୁ ଲେଖିବେ ଯେ ଏଇଟାକୁ ଆପଣ ରୋକନ୍ତୁ। ଏଇତକ ଆଗ ହେଇଗଲେ ଆଗ 90% ବନ୍ଦ ହେଇଯିବ। ସେଠା ସରକାର ଯେତେବେଳେ ସଚେତନ ହେଇଯିବେ ଯେ ଆଉ ଗୋଟେ ଧର୍ମକୁ ଅପମାନ କରାଯାଉଛି, ସେଠି 90% କମିଯିବ। ଏଇ ଓଡ଼ିଶା ଇସ୍କନ ଦେଖନ୍ତୁ, ଭୁବନେଶ୍ୱରରେ କେକ୍ ବିସ୍କୁଟ ଚେନାଚୁରୁ ସିଙ୍ଗଡ଼ା କଚୁଡ଼ି କରିକି ଆନନ୍ଦ ବଜାର ଲେଖିକି ବିକୁଛନ୍ତି। କ'ଣ ନା ଭଗବାନ? ସେଇ କଥା ମୁଁ ଟିକେ କହିଥାନ୍ତି ଏବେ ଯେ ଆମ କାଳିଆ ସାଆନ୍ତ ଭକ୍ତଠୁ ଖୁଦ ଭଜା ଖାଆନ୍ତି, ପଖାଳ ଖାଆନ୍ତି ପ୍ରିୟ, କିନ୍ତୁ ପାଉଁରୁଟି ଜଗନ୍ନାଥଙ୍କ ନାଁରେ ବ୍ୟବସାୟ କରିବ କି କେତେ ଦୂର ଠିକ୍? 750 କୋଶ ଦୂରରୁ ଡାକୁଥିଲା ସାଲବେଗ, ତା କଥା ସେ ଶୁଣୁଥିଲେ। ଭକ୍ତ ବିଧୁର, ବନ୍ଧୁ ମହାନ୍ତି, ଯାହା କଥା କୁହନ୍ତୁ, ସବୁ ଗରିବ ନିରୀହ। କୌଣସି ଧନୀ ଲୋକ, କୌଣସି ମାନେ ବଡ଼ ଲୋକ ବା ଅଧିକା ପଇସା ଥିବା ଲୋକ ଇସ୍କନ ଭଳିଆ ଏମାନେ କେବେ ଭକ୍ତ ହେଇପାରିନାହାନ୍ତି, ତାଙ୍କ ନାଁ ମଧ୍ୟ ଲିଷ୍ଟରେ ନାହିଁ। ଇଏ ଖାଲି ଭଗବାନଙ୍କ ନାଁରେ ବ୍ୟବସାୟ କରୁଛନ୍ତି। ଗୀତା ଛାପୁଛନ୍ତି, ଭାଗବତ ଛାପୁଛନ୍ତି, ମାଳି ତିଆରି କରୁଛନ୍ତି, ବିକୁଛନ୍ତି। ଦେଖିବେ ସବୁ ତାଙ୍କ ଷ୍ଟଲ୍ ଲାଗିକିରି ବେପାର କରୁଛନ୍ତି ସେମାନେ, ଏବଂ ବାହାରେ ଦେଖି ହେଉଛନ୍ତି ଆମେ ଧର୍ମ କରୁଛୁ। ଧାର୍ମିକ ଜିନିଷକୁ ବେପାରରେ ଲଗେଇ ଦେଇଛନ୍ତି ସେମାନେ। ଯେତେବେଳେ 200 ବର୍ଷ ଶାସନ କଲେ, ସେଠି ଚିନ୍ତା କଲେ ଆମେ କାହିଁ ଫେଲ୍ ହେଲୁ, ଆମେ କାହିଁ ବାଡ଼ିଆ ଖାଇ ଦେଶରୁ ବାହାରିଲୁ, ଆମେ ଖାଲି ଶାସନ କଲୁ ବୋଲି ବାହାରିଲୁ, ଆମେ ତାଙ୍କ ଧର୍ମରେ ହାତ ମାରିନଥିଲୁ। ଆମେ ବର୍ତ୍ତମାନ ମାଳି ଗଡ଼ିକି ଚିତା ଲଗେଇ ତାଙ୍କ ଧର୍ମରେ ଯଦି ଆମେ ସର୍ବୋଚ୍ଚ ସ୍ଥାନକୁ ପଳେଇବା, ଆମେ ଯାହା କହିବା ସେମାନେ ଶୁଣିବାକୁ ବାଧ୍ୟ। କାରଣ ହିନ୍ଦୁ ସନାତନ ମାନେ ହେଲେ ଧର୍ମ ଭୀରୁ। ଆମେ ଧର୍ମକୁ ଭଲ ପାଉ, ଧର୍ମକୁ ଆମେ ଭୟ କରୁ ଏବଂ ଧର୍ମ ପାଇଁ ଆମେ ଜୀବନ ଦେବାକୁ ରାଜି। ସେଟା ସେ ଜାଣିଲା ପରେ ବର୍ତ୍ତମାନ ଧର୍ମ ନାଁରେ ଆମକୁ ଶାସନ କରିବା ପାଇଁ ବର୍ତ୍ତମାନ ଆସିଛନ୍ତି। ଆମ ଲୋକମାନେ ସେଥିରେ ପ୍ରଲୋଭିତ ହୋଇକରି, ସେତେବେଳେ ଯେମିତି ବ୍ୟବସାୟ କରିବାକୁ ଆସିଥିଲା ବେଳେ ଆମ ରାଜାମାନେ ଲୋକମାନେ ତାଙ୍କୁ ଘରେ ପୁରେଇକିରି ବର୍ତ୍ତମାନ ଆମ ଦେଶକୁ ଧ୍ୱଂସ କରିଥିଲେ, ଭାଇ ଭାଇ ଭିତରେ ଲଢ଼େଇ କରିଥିଲେ, ସେମିତି ସେମାନେ କରିବାକୁ ଆସିଛନ୍ତି। ଆମେ ସେମାନଙ୍କର ପ୍ରଚାର ପ୍ରସାରକୁ ବିରୋଧ କରୁନୁ, କିନ୍ତୁ ଆମର ତୁମେ ରଥଯାତ୍ରାକୁ ଜଗନ୍ନାଥଙ୍କୁ ଯେଉଁ ଅପମାନିତ କରୁଛ, ଆମେ ସେଇଟାକୁ ବିରୋଧ କରୁଛୁ। ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାରମ୍ବାର କହିବା ସତ୍ତ୍ୱେ ସେମାନେ ଠିକ୍ ଅଛି, ଆଣ୍ଟ ଦେଖାଉଛନ୍ତି ଆମେ ନିଶ୍ଚୟ ଏମିତି କରିବୁ, ତୁମେ କ'ଣ କରିପାରିବ? ଆମେ କିଛି କରିବୁନି। ମମତା ଆଣ୍ଟ ଦେଖାଉନଥିଲା କି ଯେ କ'ଣ ଧାମ କରିଛି, ତୁମେ କ'ଣ କରିପାରିବ? ଲାଷ୍ଟ ମମତା ଧ୍ୱଂସ ହେଲା କି ନାହିଁ? ତ ଆମର ବିନମ୍ରତାର ସହିତ କହିବା କଥା, ମହାପ୍ରଭୁଙ୍କ ପାଖରେ ଅହଙ୍କାର ଗର୍ବ ନ ରଖିକିରି ଯେଉଁଦିନ ପ୍ରକୃତରେ ତାଙ୍କର ତିଥି, ତାଙ୍କର ପରମ୍ପରା ଯଦି କଲେ ସମସ୍ତେ ଖୁସି ହେବେ। କାହା ମନରେ ଦୁଃଖ ଦେଇକିରି ଆପଣ ଧର୍ମ କାର୍ଯ୍ୟ କରିବେ, ସେ ଧର୍ମ କାର୍ଯ୍ୟରେ କିଛି ମୂଲ୍ୟ ରହିବନି। ଆମ ମୁଖ୍ୟମନ୍ତ୍ରୀ ରିକ୍ୱେଷ୍ଟ କରିବେ, ଶୁଣିବେନି। ଆମ ରାଜା ତାଙ୍କ ପାଖରେ ନେହୁରା ହେବେ, ଶୁଣିବେନି। ସବୁ କଥାରେ ଆମେ ଦେଖିଛୁ ଜଗନ୍ନାଥ ସଂସ୍କୃତି ରକ୍ଷା ପାଇଁ ଯେତେବେଳେ ବିପଦକୁ ଆସେ ଜଗନ୍ନାଥ ସେନା ରିଆକ୍ସନ୍ ହୁଏ ଏବଂ ଆକ୍ସନ୍ କରେ। ଏବେ ଆପଣଙ୍କର ଆକ୍ସନ୍ ହେବ ନା ଏଇଭଳିଆ ରିଆକ୍ସନ୍ ହେଇ ହେଇ ଆପଣ ରହିବେ? ଦେଖନ୍ତୁ, ଭଗବାନ ହେଲେ ଜଗତର ନାଥ, ଖାଲି କହିଦେଲେ ହେବନି। ଆମ ଭଗବାନ କାଳିଆ ସାଆନ୍ତେ ବଞ୍ଚିଥିଲା ବେଳେ ହିନ୍ଦୁ ରୀତିନୀତିରେ ପୂଜା ପାଆନ୍ତି। ଯେତେବେଳେ ନବକଳେବର ହୁଏ, ଯେତେବେଳେ ତାଙ୍କର ଘଟ ପରିବର୍ତ୍ତନ ହୁଏ, ସେତେବେଳେ ତାଙ୍କ ଶରୀର ଯାଇକି ପୋତା ହୁଏ ମୁସଲିମ, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ଧର୍ମ ଭଳିଆ। କବର ନିଅନ୍ତି ସିଏ କୋଇଲି ବୈକୁଣ୍ଠରେ। ତ ବଞ୍ଚିଥିଲା ବେଳେ ହିନ୍ଦୁ, ମରଣ ବେଳେ ଖ୍ରୀଷ୍ଟିଆନ, ମୁସଲମାନ, ସବୁ ଧର୍ମକୁ ସେ ନିଜ ଭିତରେ ରଖିଥିବାରୁ ସେ ଜଗତର ନାଥ ଜଗନ୍ନାଥ। ଯଦି ଏଇଟା ଆମେ ବୁଝିପାରିବାନି, ଦେଖନ୍ତୁ ଭଗବାନ ଜଗନ୍ନାଥ କୃଷ୍ଣ ଜନ୍ମରେ କୃଷ୍ଣ ହୁଅନ୍ତି, ରାମ ନବମୀରେ ରାମ ଜନ୍ମରେ ରାମ ରୂପରେ ପୂଜା ପାଆନ୍ତି, ନୃସିଂହ ଜନ୍ମରେ ନୃସିଂହ ରୂପରେ ପୂଜା ପାଆନ୍ତି, ବରାହଙ୍କ ଜନ୍ମରେ ବରାହ ରୂପରେ ପୂଜା ପାଆନ୍ତି। ସର୍ବବିଦ୍ୟମାନ, ସବୁ ସିଏ ହେଇପାରନ୍ତି, କିନ୍ତୁ ଅନ୍ୟମାନେ ଜଗନ୍ନାଥ ହେଇପାରିବେନି। ଜଗନ୍ନାଥ ଯେତିକି ସରଳ ସେତିକି ଜଟିଳ।
गोटे साप गुड़ी आप शिव हो गोटे धनु धरिक नेली रंग बोली होकर आप राम हो जाइपारे गोटे कृष्ण को गोटे बंश धरिक मयूर पुंछ लगे नेली रंग बोली कृष्ण हो कि मो जगन्नाथ हवा कष्ट अंटाठू कटा हे हाथ कटा हे कान कटा हे पाटी कटा हे नाक कटा हे आखि पता कटा हे ताहले आपण जगन्नाथ हे जेतिकी सरल सेतिकी जटिल जगन्नाथ हवा भारी कष्ट आज्ञा तेणु जगन्नाथ हवा को जो मैंने चेष्टा कर ध्वंस हो जाती रावण रहीने आज्ञा ये किए देखिले सब सनातन मान कुष्ठ रोग कहीकि हत्या कर कहला स्टालिन चीफ मिनिस्टर तमिलनाडुर देखो नकली धाम कर ना नौला ममता महाप्रभुଙ୍କର परिक्रमा प्रकल्प हजार हजार कोटी टका खाईगले पांडियान हेरिका से तो सी कौन है अवस्था इतिहास हो गले बर्तमान से दल साउंटुची ममता दल कहीं ना यही अवस्था को से आसीगले सेमतिया पांडियान बर्तमान सामना को आसीपारूनी बर्तमान लुचि गला निज स्त्री की सामना को आनिक बर्तमान राजनीति करने बसले तेणुक बर्तमान आमर विनम्रतार सहित कह कथा राजनीति आम बहुत दूर में कि सबू राजनीतिर मास्टर है जगन्नाथ जेतक जाक राजनीति अच्छी कूटनीति अच्छी सबू जना सी हेले मालिक जगतर तेणुक जगतर मालिक को आम अनुभव करवा गोटे छोट उदाहरण देवी कोरोना समय रथयात्रा हेनी बोली आम सरकार जाकि सत्यपाठ देले सुप्रीम कोर्ट रे जे 75 लक्ष लोक आसवे कोरोना समय रोग व्यापीब और लोक मरीजे तेणु रथ बंद कर दि जाऊ एपटे छलना करके रथ तैयारी कले रथ तैयारी चली सुप्रीम कोर्ट कहीदे ऑर्डर देदेले रथ हेनी गोटे मुस्लिम भक्त अख्तार हुसैन आम जगन्नाथ सेना पक्ष सी आम लोक सी गला गले सी केस करने सुप्रीम कोर्ट रे एवं 2 दिन भितर केस बदलिला इतिहास प्रथम थर पर सुप्रीम कोर्ट निजे देइथिबा राय को 2 दिन भितर निज छेप निजे ढोकिक राय बदल देले पुणी मुख्य विचारपति अच्छा नागपुर रे दिल्ली रे नहांती तांको घरे वीडियो कैमेरा लगिला से सी पुणी जजमेंट देले जे बिना भक्त रथयात्रा हम एटा किए करला अनुभव करेंगे मुरुमठिया आज्ञा महाप्रभु को अनुभव करेंगे प्रभु तांको आपण भाबिबेनि जे सी मोला दियो बोली सी पूरा जीवंता दियो आपण तांको अनुभव करेंगे जे काहे एटा हैला एइथिपई हैला जेतोल पूरी मंदिर तैयारी हैला महाप्रभु जगन्नाथ इंद्रद्युम्न राजा को एवं गुंडीचा राणी को जोड़े बर मागिया कहते इंद्रद्युम्न बर मागिले मो वंश निपात कर दिंतु कहीं न रुहतु मो वंशर कि कह न कहो मो बापा मंदिर तैयारी करते आहा कि कथा कहले आज्ञा आजिकल जी गोटे पाइखाना तैयारी कर नेता गोटे फलक मारी दौरान पाइखाना मुझे उद्घाटन कर मंदिर तैयारी कर लोक कौन मो ना रखनी राणी गुंडीचा को पचारे महाप्रभु तुम कौन चाहूच ना माँ ने पुओ सब वर्ष तुम मो घर को आसो सी जवाब देदेले हाँ माँ प्रति वर्ष तुम घर को आसबि से जवाब देते बोले आज सुप्रीम कोर्ट 2 दिन भितर निज छप निज ढोकीदेले ना मुझी कालियार जवाब गुंडीचा राणी घर को मुझी मैंने प्रत वर्ष जीवी कहीं रोकी पारे कि यहाँ अनुभव कथा आज्ञा तेणु जो ठाकुर एमती जीवंत लीला देखाती एमती चमत्कार करती 2 दिन भितर सुप्रीम कोर्ट राय बदल दिखती से ठाकुर को जो न चिन्ह पारिक खेलना कंडे करेंगे से जहाँ परिणाम हम से परिणाम आप बुझीपारे आज्ञा कालिया कालिया कथा कहतुनि आज्ञा तार सी बहुत निरीह दियो तार हाथ ना गोड़ ना सी लोक खुआई देवे बसैबे कांधेबे आणवे शुआइबे सबू कम लोक करती एभली निरीह दियो आप अपमान कर भक्त हूँ से भाव लगातु तांकर प्रचार प्रसार करूँ आम कहूनु जे आपण फरेन रे बा बाहर राज्य रे बेसर महुर हाँडी रांधिकी 56 भोग दिंतु आपण साधार चाउल भात करी डाली करी भोग करेंगे आपण नहीं केक पेटिस कचुड़ी सिगड़ा ये सब जिनस ठीक अच्छे विदेश में मनकर यहाँ संभव हो समस्त ठीक अच्छे आपण महाप्रभु को भुवनेश्वर में यही कम करेंगे मैंने निजर गोटे तुम साधारण ज्ञान नहीं जे कौन प्रकृति में पुरी में केमी भोगराग हुए केमी हूँ पुरी भुवनेश्वर गोटे जिला आज सीना खोर्धा हो गोटे जिला थिला ये एठी जदि ये अपवित्र कार्य कर इस्कन वाले ताले अन्य जगह कौन न करुवे केवल बेपार आज्ञा इस्कन आसनी ये कौन धर्म प्रचार करने इस्कन आसी केवल धर्म ना बिजनेस करने आपड़ से चलुंट से बही बिके जगन्नाथ बही से आमको बिकुंट कृष्ण बही से आमको बिकुंट गोरा साहेब मैंने कृष्णकर माली से आमको बिकुंट संस्कृति परंपरा आमको शिखाऊँ मत सी कहूँ पुणी तू यार बैड हिंदू गोटे फरेनर मत कहूँ तू गोटे बैड हिंदू मुझे बैड गुड आई एम ए हिंदू से कहला मु भी हिंदू कहला आई एम ऑल्सो हिंदू मुझे तू केमती हिंदू हसबे ना कांदे कहला आई एम वेयरिंग कोपेन मुझे कोपेन गोटे रशिया गोटे जर्जियार जोड़े गोरा साहेब आसते धोती पंजा पिंधि कहले आम हेलु इस्कन आम हेलु हिंदू मुझे हिंदू केमती तू ना मु कोपेन पिंधुची मुझे हिंदू मुझे कोपेन कौन ना मु काशी बनारस रे आउ गोटे को जगह ना कहले से कोपेन पिंधिक हिंदू कर कोपेन कौन बोली बुझिला बेलू ता धोती भीतर कौपिनी की कहूँ कोपेन जो काछा मारिक आम पिंधुनी पूरा गोटे कौपिनी पिंधिकी कहूँ मु कौपिनी पिंधिली हिंदू हो गलु
ଆରେ କୌପୁନି ପିନ୍ଧିଲେ ତୁ ଗୋତ୍ର କୋଉଠି ପାଇବୁ? ତୋ ବୋଉ ପରା 6 ମାସ ଥମସନ୍ ସାଙ୍ଗରେ 6 ମାସ ପିଟରସନ୍ ସାଙ୍ଗରେ 6 ମାସ ଆଣ୍ଡରସନ୍ ସାଙ୍ଗରେ ହେଇକି ତମର ସଳା କଣ୍ଟ୍ରାକ୍ଟ ମ୍ୟାରେଜ 5-6 ମାସ ଭିତରେ ତମ ସ୍ୱାମୀ ଘଇତା ଛଡ଼ାଛଡ଼ି ମାଇପ ଛଡ଼ାଛଡ଼ି ତମେ କି କୋଉ ପିଲା କାହାର କୋଉ ଝିଅ କାହାର କାହାର ପୁଅ କାହାର ଝିଅ ତମର ଠିକଣା ନାହିଁ। ତମେ ଝାଡ଼ା ବସିଲେ କାଗଜରେ ପୋଛିବା ଲୋକ। ତମେ ଶୌଚ ସଂସ୍କାର କ'ଣ ଜାଣିଛ? ହିନ୍ଦୁ ହେବା କ'ଣ ସହଜ? ହିନ୍ଦୁ ହେଲା କ୍ଷୀର ଦୁଧ, ଦୁଧରୁ ଛେନା ହେବ, ରାବିଡ଼ି ହେବ, ରସଗୋଲା ହେବ, ଛେନା ଝିଲି ହେବ, ଖୁଆପେଡ଼ା ହେବ, ସବୁ ହେବ। କିନ୍ତୁ ରସଗୋଲା ଆଉ କ୍ଷୀର ହେଇପାରିବନି, ଛେନା ଝିଲି କ୍ଷୀର ହେଇପାରିବନି, ଆଉ ଏଗୁଡ଼ା ଫେରି ପାରିବେନି। ଧର୍ମରୁ ଯିଏ ଥରେ ପଳେଇଲା ହିନ୍ଦୁ ଧର୍ମରୁ ସେ ଧର୍ମ ଛଡ଼ା ହେଇଗଲା, ସେ ଆଉ ଫେରିବା କଷ୍ଟ, ବହୁତ କଷ୍ଟ। ଶଙ୍କରାଚାର୍ଯ୍ୟ ଗୋଟେ କ'ଣ ରାସ୍ତା କାଢ଼ିଛନ୍ତି। ଗଜପତି ବି କହିଲେ 9 ଦିନ ଭିତରୁ ଗୋଟେ ଦିନ କର। ତମେ ଯେଉଁ ଅମାନିଆ ହେଇକି ଭାବୁଛ ଆଗକୁ ଯିବ, ଏମିତି ଅମାନିଆ ରାବଣ ହେଉଥିଲା, ଏମିତି ଅମାନିଆ କଂସ ହେଉଥିଲା, ଏମିତି ଅମାନିଆ ହିରଣ୍ୟକଶ୍ୟପ ହେଉଥିଲା ମହାପ୍ରଭୁଙ୍କୁ ନ ମାନିକିରି। ତାଙ୍କଠୁ ବଡ଼ ବୋଲି ନିଜକୁ ଭାବୁଥିଲା ଆମେ ଯାହା ଚାହିଁବୁ ତାହା କରିବୁ। ସେମାନେ ରହିଲେନି, ଆଉ ଇଏ କ'ଣ କରିବେ? ସିଏ ବି ମୋଡ଼ି ମାଡ଼ି ହେଇକି ଆସିକି କହିବେ ଆମର ଭୁଲ ହେଇଛି। କୌପୁନି ପିନ୍ଧିଦେଲେ ଆପଣ ହିନ୍ଦୁ ହେଇପାରିବେନି, ଆପଣଙ୍କୁ ଜନ୍ମରୁ ହିନ୍ଦୁ ହେବାକୁ ପଡ଼ିବ। ଆପଣଙ୍କୁ କୌପୁନି ପିନ୍ଧିକିରି ଆପଣ ଆଜି ଆସୁ ଆସୁ କହିଦେଲେଣି ଆମକୁ ବ୍ୟାଡ୍ ହିନ୍ଦୁ, ତାହେଲେ ଆଉ କିଛି ଦିନ ପରେ ଆମକୁ ତ ଆପଣ କହିବେ ଗୋଇଠା ମାରିକି କହିବେ କିକ୍ ଦ୍ୟାଟ୍ ହିନ୍ଦୁ, ଇଜ୍ ନଟ୍ ଏ ହିନ୍ଦୁ। ତେଣୁ ଆପଣଙ୍କୁ ଆମେ ସାର୍ଟିଫିକେଟ୍ ଦେବୁ ନା ଆମେ ହିନ୍ଦୁ କି ଆମେ କ'ଣ? ତେଣୁକରି ଆପଣଙ୍କ ସବୁ ଧର୍ମ ହିନ୍ଦୁ ଧର୍ମରୁ ଆସିଛି। ସନାତନ ଧର୍ମ ହେଲା ସବୁ ଧର୍ମର ବାପା। ସନାତନ ଧର୍ମର ସ୍ରଷ୍ଟା ହେଲେ ମହାପ୍ରଭୁ ଜଗନ୍ନାଥ, ଏବଂ ଜଗନ୍ନାଥଙ୍କଠୁ ସବୁ ଧର୍ମ ଆସିଛି। ସେଥିପାଇଁ ସିଏ ଅନ୍ୟ ଧର୍ମ ସନାତନର ସର୍ବପୁରାତନ। ତାରି ଭିତରୁ ଲୋକ ଖ୍ରୀଷ୍ଟିଆନ ହେଇଛନ୍ତି, ମୁସଲିମ ହେଇଛନ୍ତି, ଜୈନ ହେଇଛନ୍ତି, ଶିଖ ହେଇଛନ୍ତି, କିନ୍ତୁ ଆଦ୍ୟ କ'ଣ? ଆଦ୍ୟ ହେଲା ଜଗନ୍ନାଥ, ଆଦ୍ୟ ହେଲା ସନାତନ। ସେଇଥିପାଇଁ ସେମାନେ ଚିଡ଼ୁଛନ୍ତି ସନାତନ ଶବ୍ଦଟାକୁ। ସନାତନ ଶବ୍ଦ ଲାଗିଗଲେ ସେମାନେ ସବୁ ଡାଉନ୍ ହେଇଯାଉଛନ୍ତି, କହୁଛନ୍ତି ଆମେ ପଛରେ ଆସିଛୁ। ଗୋଟେ ବଡ଼ ଖବର ଆପଣଙ୍କଠୁ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି ଯେ ହେମନ୍ତ ବିଶ୍ୱ ଶର୍ମାଙ୍କୁ ଆପଣ ଅନୁରୋଧ କରିଥିଲେ ହାତୀ ମହାପ୍ରଭୁଙ୍କ ପାଇଁ କେବେ ଆସିବେ? ପରଦିନ ଆମେ ଯାଉଛୁ। 5ଟା ପିଲା ଆମର ଆସାମରେ ଅଛନ୍ତି। ଗୋଟେ ପ୍ରାଇଭେଟ୍ ହାତୀ ଦେଖିଛନ୍ତି, 40 ବର୍ଷ ତା ବୟସ, 20 ଲକ୍ଷ ଟଙ୍କା ସେ କହୁଛି। ଝାଲମୁଡ଼ି ବାଲା କହୁଛି ମୋ ପାଖେ 15 ଲକ୍ଷ ଟଙ୍କା ଅଛି, ଆମେ ଆଉ ସାହାଯ୍ୟ କରିବା। କିନ୍ତୁ ତା ବୟସ 40 ବର୍ଷ। ମୁଁ ପଚାରିଲି, ମୁଁ ଜାଣିନଥିଲି ଏଗୁଡ଼ାକ, ଆମେ ଜାଣିନଥିଲା 40 ଟଙ୍କା ହାତୀ 120 ବର୍ଷ ବଞ୍ଚିବ, ଏ ହାତୀରେ 80 ବର୍ଷ ଆହୁରି ବଞ୍ଚିବ। ସେ ଦେଖିଲା ବେଳକୁ ଏତେ ପଇସା ହେଇଯାଉଛି, ପରମିଶନ ଅସୁବିଧା, ପ୍ରାଇଭେଟଲି ଆଣିଲେ। ତେଣୁକରି ହେମନ୍ତ ବିଶ୍ୱ ଶର୍ମାଙ୍କ ପାଖକୁ ଆମେ ଶନିବାର ଦିନ ଏଠୁ ଆମର ଟ୍ରେନ୍ ଯିବ ପୁରୀରୁ, ଆମେ ଯାଇକି ପହଞ୍ଚିବୁ ସୋମବାର ଭୋରରୁ। ହେମନ୍ତ ବିଶ୍ୱ ଶର୍ମାଙ୍କୁ ଆମେ କହିବୁ କଳିଙ୍ଗ କାମରୂପା ଯେଉଁ ଆମର ଗଠବନ୍ଧନ ଅଛି, ଭାରତ ଓଡ଼ିଶା ଆଉ ଆସାମ, ଜଗନ୍ନାଥ ଆଉ କାମାକ୍ଷା ଯେଉଁ ସମ୍ବନ୍ଧ ରହିଛି ତାକୁ ଆପଣ ସମୃଦ୍ଧ କରିବା ପାଇଁ, ଯେହେତୁ 29 ତାରିଖରେ ଆମର ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଏବେ ଗଜବେଶ ହେବେ, ହାତୀ ବେଶ ହେବେ ଏଇ 29 ସ୍ନାନ ମଣ୍ଡପରେ। ଏବଂ ମହାପ୍ରଭୁଙ୍କୁ ଯେତେବେଳେ ଗଜ ଡାକିଲା ଯେ ମରିଗଲି ମୋତେ କୁମ୍ଭୀର ମାଡ଼ି ବସିଲାଣି, ଗଜ ପାଇଁକା ସେ ଚକ୍ର ଛାଡ଼ିଥିଲେ। ଏଇ ହେଲା ଆମର ସମ୍ପର୍କ। ସେଥିପାଇଁ ସବୁ ରାଜାଙ୍କୁ ରାଜା, ମହାରାଜା, ନବାବ, ନିଜାମ କୁହାଯାଏ, ଆମ ରାଜାଙ୍କୁ ଗଜପତି କୁହାଯାଏ। ବିନା ଗଜରେ କି ଗଜପତି ହେ? ସବୁଠୁ ବଡ଼ ଗଜବାହିନୀ ଥିଲା ବୋଲି ଆଲେକ୍ଜାଣ୍ଡାର ଡରିକି ପଳେଇଥିଲା। ତେଣୁକରି ଆମର ଯେଉଁ ସଂସ୍କୃତି ପରମ୍ପରା ରହିଛି, ଯାନିଯାତ୍ରାରେ ଗଜର ଆବଶ୍ୟକତା ରହିଛି, ଆମେ ସେଥିପାଇଁକା ଚିନ୍ତା କଲୁ। ଏଇଟା ଚିନ୍ତା ବି ଲୋକ କରିବା ଭାରି କଷ୍ଟ। କିଏ ଚିନ୍ତା କରିବ? ଛେଳି ମେଣ୍ଢା ହେଇଛନ୍ତି କି ଆଣି ଘରେ ବାନ୍ଧିଦେବୁ? ନା ଗାଈ ବଳଦ ହେଇଛନ୍ତି ଆଣି ଘରେ ବାନ୍ଧିଦେବୁ? ହାତୀ ଗଜରାଜ ସହଜ କଥା ହେଇଛି କି? ଅନେଇଲା ବେଳକୁ ଆଗ ଏମିତି ଅନେଇବାକୁ ପଡ଼ିବ, ଖାଇବାକୁ ଦେଲା ବେଳକୁ ଘରୁ ସବୁ ସରିଯାଇଥିବ। ତେଣୁ ସମସ୍ତଙ୍କର ସହଯୋଗ ରହିବ ପୁରୀରେ, ଏବଂ ସମସ୍ତେ ଖାଇବା ପିଇବାକୁ ଦେବେ। 40 ଲକ୍ଷ ଟଙ୍କା କୋଉଠୁ ଯୋଗାଡ଼ କରିବେ? 40 ନାହିଁ 20 ଲକ୍ଷ ଟଙ୍କା ସେ କହୁଛି, 40 ବର୍ଷ ତା ବୟସ। ହେମନ୍ତ ବିଶ୍ୱ ଶର୍ମା ଚାହିଁଲେ 10 ମିନିଟ୍ରେ ଆମେ ମାଗଣା ହାତୀ ପାଇବୁ, ମୁଖ୍ୟମନ୍ତ୍ରୀ, ଏବଂ ସିଏ ମଧ୍ୟ ସବୁ ଶ୍ରେୟ ନିଅନ୍ତୁ। ମୁଁ ଦେଲି ଗୋଟେ ଜଗନ୍ନାଥଙ୍କୁ, ଆମେ ବି ଜିନ୍ଦାବାଦ ପକେଇବୁ। ହେମନ୍ତ ଭାଇ ଜଗନ୍ନାଥଙ୍କୁ ହାତୀ ଦେଇଥିବାରୁ ଜିନ୍ଦାବାଦ। ମୋହନ ଭାଇଙ୍କ ପାଖକୁ ପଠେଇ ଦିଅନ୍ତୁ ଆପଣ, ଆପଣଙ୍କ ମୋହନ ଭାଇ। ବାଟରେ ଟିକେ ପଡ଼ିବ ସୁପେନ୍ଦୁ ଭାଇ, ସବୁ ବିଜେପି ଶାସନ, ଟ୍ରକରେ ଆସିବ ନା ହାତୀ। ତେଣୁ ଆସାମରୁ ଆସିବ ବେଙ୍ଗଲ ଦେଇକିରି ଓଡ଼ିଶା, 3ଟାକ ବିଜେପି ଶାସନ। ଆପଣ ପ୍ରକୃତରେ ଜଗନ୍ନାଥଙ୍କୁ ଭଲ ପାଆନ୍ତି କି ନ ପାଆନ୍ତି କି ମିଛ କଥା କହନ୍ତି, ଏଇଠି ଜଣା ପଡ଼ିବ। 2024 ନିର୍ବାଚନରେ ହେମନ୍ତ ବିଶ୍ୱ ଶର୍ମା ଆସି କହିଥିଲେ ଓଡ଼ିଶା ପାତାଳରୁ କାଢ଼ିଦେବୁ କ'ଣ ଚାବି, ରତ୍ନ ଭଣ୍ଡାର ଚାବି। ତେଣୁକରି ଯସ୍ୟ ଲଙ୍କାପତି ତସ୍ୟ ରାବଣ। ଯେଉଁ ନେତାଙ୍କୁ ଦେଖିବେ, ଯାହାକୁ ଦେଖିବୁ ଦେଖ, ସବୁ ମାଠିଆତକ ଏକ। ଆପଣ କାହାକୁ ଭାବନ୍ତୁନି ଯେ ମାନେ 80 ମସିହା ପୂର୍ବରୁ ଦେଶ ସେବା କରିବାକୁ କିଛି ଲୋକ ଯାଉଥିଲେ, ସ୍ୱାଧୀନତାଠୁ 80 ମସିହା ପର୍ଯ୍ୟନ୍ତ। 80 ମସିହା ପରଠୁ ଯାହାକୁ ଦେଖିବେ କି ଗୋଟେ ନେତା କହିଲେ କି ସେବା କରିବାକୁ ଯାଉଛି। ଏମାନେ ଯେଉଁ କହୁଛନ୍ତି ଆମେ 24 ବର୍ଷରେ ସେ ଯାହା ନ କରିଥିଲେ ଆମେ 2 ବର୍ଷରେ କରିଦେଲୁ, 24 ବର୍ଷରେ ସିଏ ଯାହା ନ ଖାଇଥିଲେ ବି ଆମେ 2 ବର୍ଷରେ ଖାଇଦେଲୁ, ତା ଅର୍ଥ ସେୟା। କ'ଣ କରିଛନ୍ତି ଆଜ୍ଞା? କେବଳ ଆମ ଟଙ୍କାଟାକୁ ନେଇକରି ମା, ମାଉସୀ, ଭଉଣୀ ଏବଂ ପିଇସି ମାନଙ୍କୁ ସୁଭଦ୍ରା ଯୋଜନାରେ ଦେଇଦେବା ଛଡ଼ା ଆଉ କ'ଣ ସେ ଯୋଜନା 2 ବର୍ଷ ଭିତରେ ଭଲ ଓଡ଼ିଶା ପାଇଁ କରିଛନ୍ତି? ଆପଣ ଗୋଟେ 10 ଲାଇନରେ ମୋତେ କହିଲେ କ'ଣ ଆପଣ ଅନୁଭବ କରିଛନ୍ତି? ତେଣୁ ସିଏ ଯାହା ଇଏ ସେ ରାଜନୀତି ଲୋକଗୁଡ଼ା ଯାଇନାହାନ୍ତି ଆମ ସେବା କରିବାକୁ। 14 ପୁରୁଷ ପାଇଁ ସେ ନିଜର ସମ୍ପତ୍ତି କରିବେ, ଆମକୁ 5 ଦିନ ଚିକେନ, ହାଡ଼, କଣ୍ଟା, ମଦ, ମାଂସ ଖୁଆଇକି ଟଙ୍କା 500 ଦେଇକି 5 ଦିନ ଆମର ମଉଜ, 5 ବର୍ଷ ତାଙ୍କର। ରଥଯାତ୍ରା ବେଳେ ଯାଉଛନ୍ତି, ବସୁଛନ୍ତି, ତାଙ୍କର ଟିକେଟ ବି ଦେଖନ୍ତୁ କାଳିଆ,
आर वर्ष नवीन बाबू बसते तापर वर्ष मोहन बाबू बसिले तापर वर्ष किए बसो से कालिया विचार करेंगे तेणुक कार स्थायी नुह गोटे स्थायी मिछ दुनिया रे गोटे सत जगन्नाथ से मो जगन्नाथ आ कोटा सत मत कहले तेणुक पागल हो आपण जदि टोका समय जौवन समय पाखु न जाइक पाखु कौन आपण पाखु मुझे बुढ़ा है सी आप निजे कहे कि रे तो टोका समय तो ठीक उषुम टाणिलु शोलु घरे खाई पीकिना मौज कलु पिला जन्म करके तोर तो संसार मायार घाटी हेलु मिंटिए तो मत दे नथिलु बुढ़ा बेले पढ़ाइलु गोटे गोईठा आपण भी देवे मुझे देवी गोड़े नमाइल भी चिंताधारा सैया से आम कह बेल थाउ थाउ शरणागत हवा दरकार बेल थाउ थाउ जौवन बेलू पिला बेलू महाप्रभु सेवा को जावा दरकार कारण मरिबा आम निश्चित मल्ला पर से जम पचार कौन जीवन में करूँ रे ना आज्ञा जगन्नाथ केस खाई रत्न भंडार चेष्टा करी रूपा इटा फेरिया चेष्टा करी हाथ टंका खर्च कर आपण कोहिनूर जाइली एवं जहाँ जहाँ 10 अवतार टंका खर्च करके आनी कि लागू न लागू हौ तो करी एत मो तू एत चिंता कर ना जा बैकुंठ को मल्ला पर कथा आम चिंता करूँ आउ कहे कौन करूँ ना आज्ञा मंत्री होती 200 कोटी कमी से 5 स्टार होटेल गोटे करूँ जा से तेल कर गरम तेल पड़ी पड़ी दियो गरम तेल पड़ी बहुत पैसा कमी टाँटे से दान धर्म करनी कि महाप्रभु पाखु शरण को दिने आसनी एगुड़ा सब मरी सफा हवा दरकार तेणुक आम मल्ला पर चिंता करूँ आम बो गाड़ी दिए एत केस खाऊ तो पुओ अष्टम श्रेणी पड़ी केस खाऊ तो भाई रेप केस खाऊ मिछ केस पांडियान करता भी आगू दिन करेंगे निश्चित शासन उपर कथा कहले कहीं करुचु रे कथा तू तो राजनीति करूनी मुझे माँ 100टा कांध पाइलु बो मल्ला बेलू को दौड़िकी आसवे लोक मत कांधेकी नापी आम पुरी सब बड़ धनी लोकटा मरीगला मुझे ना कहूनी आज्ञा कोटी कोटी टंका तार सब बड़ होटेल तक मरीगला लास्टा पड़ी रहा घरे गोटे साई लोक किए आसिले कौन ना सी जो जाऊला कार समस्त घृणा करूला आड़े दूसरा क्या संपर्क रखिनी साई रे भाव ना नहीं पैसा लोभ मानने पैसा अहंकार गर्व सी तार बड़ बड़ लोक मिशुला एने मल्ला बेलू आम कहीं जीवु 8 घंटा लास्ट पईला तापर होटेल रु कला पेंट धड़ा सार्ट पिंधि स्टाफ पाइले कांधे की नेले राम नाम सत्य छी छी से पैसा धिक यदि मल्ला पर तुम 4टा कांध न पाइल से मनीष जन्म धिक आज्ञा से माँ कोल भी धिक से बापर बीर्ज भी धिक तेणुक मल्ला पर को जी चिंता करिवो से महाप्रभु कथा चिंता करिवो जय जगन्नाथ जय महाप्रभु जगन्नाथ जय हो आपण शुणुले पिकू पट्टनायक को जी जगन्नाथ सेनार आवाहक थिले जे जगन्नाथ संस्कृति को जिते बेले भी विपद आसे आँच आसे से सब आगू को आसती छाती देखाती गोटे सरकार पाखे निवेदन करछंती जदि इस्कन करुवा अन्याय काम बा जगन्नाथ संस्कृति को जमती को भूल भावे करा जाउछि गोटे व्यवसाय करा जाउछि ता उपरे जदि अंकुश लगा जाई परिबो ताहले ओडिशार अस्मिता कथा कही आसीथिबा ये सरकार पई एहा ही हबो श्रेष्ठ ओडिया अस्मितार विजय। भुवनेश्वर वीडियो जर्नलिस्ट स्पार्किंग भारत विनोद नायक संचार लाइव।